ଜଣେ ଲୋକଟିଏ ରହୁଥିଲା। ତାର 3ଟା ପୁଅ ଥିଲେ। ଦିନେ ଲୋକଟିର ଦେହ ଖରାପ ହେଲା। ଲୋକଟି ତା ପାଖକୁ ତା 3 ପୁଅକୁ ଡାକିଲା। ଲୋକଟି ସେଜରେ ଶୋଇ କହିଲା, ଦେଖ ପିଲାମାନେ, ତମେ ସମସ୍ତେ ତ ବଡ଼ ହୋଇଗଲଣି, ବିବାହ ଯୋଗ୍ୟ ବି ହେଲଣି। ମୋ ଦେହ ଉପରେ ଆଉ ମୋର ଭରସା ନାହିଁ। କେତେବେଳେ ଯେ ଦଗା ଦେବ ତାର କିଛି ଠିକ୍ ନାହିଁ। ତେଣୁ ମୁଁ ଗୋଟେ କାମ କରୁଛି। ଘରଦ୍ୱାର ବିଲବାଡ଼ି ଯାହା ବି ଅଛି ତମମାନଙ୍କ ଭିତରେ ସମାନ ସମାନ କରି ବାଣ୍ଟି ଦେଉଛି। ଆଉ କାହାର କିଛି ଦୁଃଖ ରହିବ ନାହିଁ। ତହୁଁ ବଡ଼ ପୁଅ କହିଲା, ଆଉ ସେ ପୁଟୁଳିଟା ଯୋଉଟା ତୁମ ପାଖରେ ଅଛି, ତମେ ଆଜି ଯାଏ ଆମ କାହାକୁ ବି ଦେଖେଇନ, ସେଇଟା କ'ଣ ହେଲା? ମଝିଆ ପୁଅ ବି କହିଲା, ହଁ ବାବା, ସେଇଟା କ'ଣ ହେଲା? ସେଇଟା ବି ସମସ୍ତଙ୍କୁ ମିଳିବ ନା। ଲୋକଟି ଦୀର୍ଘ ନିଶ୍ୱାସ ନେଇ କହିଲା, ନା, ଦେଖ ପିଲାମାନେ, ମୋ ବାପା ମୋତେ ସେଇଟା ଦେଇଥିଲେ। ସେ ତମ ଦାଦା କି ବଡ଼ ବାପାକୁ ଦେଇନଥିଲେ। ଆଉ ମୋତେ ଏଇଟା କାହିଁକି ଦେଇଥିଲେ ଜାଣିଛ? ମଝିଆ ପୁଅ କହିଲା, କାହିଁକି? କାହିଁକି ନା ମୁଁ ଗୋଟେ ଭଲ କାମ କରିଥିଲି। ମୋ ବାପା କହିଲେ, ଆମ 3 ଜଣଙ୍କ ଭିତରୁ ଯିଏ ଭଲ କାମ କରିବ ସେ ପୁଟୁଳିଟା ପାଇବ। ମୁଁ ବି ଆଜି ସେଇ ସର୍ତ୍ତ ରଖୁଛି ପିଲାମାନେ। ମାସକ ଭିତରେ ତୁମ ଭିତରୁ ଯିଏ ମୋତେ ଭଲ କାମ କରି ଦେଖେଇବ, ସିଏ ହିଁ ଏଇ ପୁଟୁଳିଟା ପାଇବ। ବଡ଼ ପୁଅ ପାଠ ସାଠ ପଢ଼ିଥିବାରୁ ସହରରେ ଯାଇକି କାମ କଲା। ମଝିଆ ପୁଅ ଗହଣା ଗଢ଼ି ଜାଣିଥିବାରୁ ଗାଁ ପାଖ ବଜାରରେ ବଣିଆ ଦୋକାନରେ ରହିକରି ଗହଣା ଗଢ଼ିଲା। ଆଉ ସେଠୁ ସୁନା ଚୋରି କଲା। କିନ୍ତୁ ସାନ ପୁଅକୁ କିଛି ବି ଜଣା ନଥିଲା। ସେ ଯାଇ ବିଲରେ ହଳ କଲା। ଏମିତି ଦିନ ପରେ ଦିନ ଗଡ଼ିଗଲା। ମାସେ ବିତିଗଲା। ଆଜି ଘରେ ସମସ୍ତେ ବସିବେ। ବଡ଼ ପୁଅ ସହରରୁ ଫେରିଛି। ବହୁତ ଟଙ୍କା ନେଇ ଆସିଛି। ମଝିଆ ପୁଅ ତାର ସୁନାତକ ଧରି ସେଇ ସମୟକୁ ଚାହିଁକି ବସିଛି। ସାନ ପୁଅ ଯାଇଛି ହଳ ନେଇ ବିଲକୁ। ଏତିକି ବେଳେ ସାରା ଗାଁରେ ଚହଳ ପଡ଼ିଗଲା। ବୁଢ଼ାର ସାନ ପୁଅ ଘରକୁ ଫେରିଲା ବେଳେ ଦେଖିଲା, ଗାଁ ମୁଣ୍ଡ ପୋଖରୀରେ ଗୋଟିଏ ଛୋଟ ପିଲା ପାଣିରେ ବୁଡ଼ି ଯାଉଛି। ସାନ ପୁଅ ସାହସ ବାନ୍ଧି ସେ ପିଲାଟିକୁ ପାଣିରୁ ଉଦ୍ଧାର କଲା। ଏକଥା ଗାଁରେ ପ୍ରଚାର ହୋଇଗଲା। ଲୋକଟା କାନରେ ବି ଏକଥା ପଡ଼ିଲା। ସେ ସାନ ପୁଅକୁ ହିଁ ପାଖରେ ରଖିଥିବା ପୋଟଳିଟା ଦେଲା। ଆଉ ଧନରତ୍ନ ପାଇ ସାନ ପୁଅଟି ସୁଖରେ ରହିଲା। ଏଥିରୁ ଆମେ କ'ଣ ଶିଖିଲେ? ବୟସରେ କିଛି ନଥାଏ। ମହତ କାମ କଲେ ସଂସାରରେ ଭଲ ଫଳ ମିଳେ। ଆଉ ସମସ୍ତେ ତମକୁ ନିଜର ବୋଲି ଭାବନ୍ତି ଆଉ ଆପଣାର କରନ୍ତି। ଥରେ ଜଣେ ସାଧୁ ତାଙ୍କର ଜଣେ ଶିଷ୍ୟଙ୍କ ସହ ବସି କଥା ହେଉଥାନ୍ତି। ସେହି ସମୟରେ ଜଣେ ଲୋକ ସେଠି ଆସି ପହଞ୍ଚିଲା। ପୂର୍ବରୁ ସେ ସାଧୁଙ୍କ ଉପରେ କୌଣସି କାରଣରୁ ଅସନ୍ତୁଷ୍ଟ ଥିଲା। ଲୋକଟି ରାଗି ଯାଇ ସାଧୁଙ୍କୁ ମନ ଇଚ୍ଛା ଗାଳିଦେଲା। କିନ୍ତୁ ସାଧୁ ତାକୁ ପ୍ରତ୍ୟୁତ୍ତର କଲେ ନାହିଁ। କିଛି ସମୟ ଗାଳି ଦେବା ପରେ ଲୋକଟି ସେଠୁ ଚାଲିଗଲା। ଲୋକଟି ଚାଲିଯିବା ପରେ ସାଧୁ ଆଉ ଶିଷ୍ୟ ପୁଣି ତାଙ୍କ କଥାବାର୍ତ୍ତା ଆଲୋଚନା କଲେ। ଆଲୋଚନା ସରିଲା। ଏବେ ଶିଷ୍ୟ ଜଣକ ସାଧୁଙ୍କୁ ପଚାରିଲେ, ହେ ମହାତ୍ମା, ଆପଣଙ୍କୁ ସେ ଲୋକଟି ଏତେ ପରିକା ଗାଳି ଦେଲା, ଅଥଚ ଆପଣ ତାଙ୍କୁ କିଛି ବି କହିଲେନି। ସେହି ସମୟରେ ସାଧୁଙ୍କ ପାଖରେ ଗୋଟିଏ ଫୁଲମାଳଟିଏ ଥିଲା। ସେ ଫୁଲମାଳଟିକୁ ଦେଖି ସେ ଶିଷ୍ୟଙ୍କୁ କହିଲେ, ମୁଁ ଏ ଫୁଲମାଳଟି ତୁମକୁ ଦେଉଛି। ଯଦି ତୁମେ ଏହାକୁ ମୋ ପାଖରୁ ଗ୍ରହଣ ନ କର, ତେବେ ଏ ଫୁଲମାଳଟି କାହାର ହେବ? ଶିଷ୍ୟ ଜଣକ କହିଲେ, ଯଦି ଏ ଫୁଲମାଳଟି ମୁଁ ଗ୍ରହଣ ନ କରେ, ତେବେ
ଏ ଫୁଲମାଳଟି ଆପଣଙ୍କର ହୋଇଯିବ। ସାଧୁ କହିଲେ, ତୁମେ ଠିକ୍ କହିଛ। ସେ ଲୋକଟି ମୋତେ ଗାଳି କରିଥିଲା, ହେଲେ ମୁଁ ସେ ଗାଳିର ଜବାବ ଦେଇନଥିଲି। ମାନେ ସେ ଗାଳିକୁ ଗ୍ରହଣ କରିନଥିଲି। ତେଣୁ ତା ଗାଳି ସବୁ ତା ପାଖରେ, ମୋର କିଛି ବି ନୁହେଁ। ତେଣୁ ସେ ଲୋକଟିକୁ ମୋର ପ୍ରତ୍ୟୁତ୍ତର କରିବା କିଛି ଆବଶ୍ୟକ ନଥିଲା।